तस्य विधायकं सदा स्वभावेन संपूर्ण चेतनम् महेश्वरं कारुणिकं दयामयम् तं केशवं क्षमामयम् सदा भजे तं केशवं क्षमामयम् सदा कले आउ सफिशिएंट अंगूर खाऊन पैसा पा नहीं खाइबी ना चाष करी खाऊन मु कहले से अंगूर चाष कौन मत मालूम अच्छे कहले अच्छा तुम धान चाष कर धान चाष कौन अंगूर फल ना कहले सेमती जमी धान चाष कले चाउल मिल धान मिल खाइबे अंगूर चाष कले अंगूर मिल खाइबे आमको जाना चाष दरकार मुझे सेटा केमितिका ना सेटा गोटे प्रोसेस धारा मुझे सेटा दे दौन मत जानी सेटा कौन एमती दि जाए आश्रम जीव आश्रम गले आम से कहीदेबू से धारा मुझे कौन करी आश्रम गले जानी आ तो किसी काम नहीं अति कष्ट कहली कौन तो कौन एमती गोटे ठाकुर से जहाँ हूँ कर्ण पिता से ठाकुर हो जुआर गोटे पलाए मुझे जुआर हो आस मनरे अनेक थाए स्वप्न देखी सी किए स्वप्न देखी किए तेणु सदा बेले भावे राति शोक भाविले स्वप्न आसो राति शोक घंटे लेखा भावी किए 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 देखला मोर जिते स्वप्न भी थिला सब अनेक खाली नीरव निश्चल भावीदेवी शोदेवी किसी स्वप्न नहीं एमती वर्षे बीतीगला वर्षे बीतीगला ठाकुर जो थंडा दीटा देते मुझे खाइली कहली यहीटा खाइली मु पागल हेबी पछरे दौड़ी से थंडा दीटा भी आज पर्यंत अच्छी साइतिके रखी जे घरे कही से तो खाई नी मला बेले धंडा दीटा मो पाटे देदेव जा ठाकुर कथा कहले कह आसी जामती बसी चलीगला भूलीगली ठाकुर किए कौन गोटे होते गुणीगारेडी बंड बाबा केउझर गाँ को गली रज बेलू छुट्टी है सिटी सजबाज दिन आम ताश खेल हुए सजबाज दिन से गोटे मंदिर प्रांगण में ताश खेल हुए मु आगे चली जाइए ताश खेल देखला कहीं आसीना कुआड़े गले सब घर घर बुलिली देखा समस्ते किए ता भौणी घर को किए का घर को सब रज भार नहीं जाइए कहीं मिलले ना
ପଳେଇ ଆସିଲି ଦେହଟା କ'ଣ ହେଲା ଦିନ 11:15 ଆସିକି ଟିକେ ଖଟରେ ଶୋଇ ପଡ଼ିଛି। ଶୋଇ ତ ନିଦ ତ ନାହିଁ, ଖାଲି ମୁଣ୍ଡଟା ଖଟ ଦେଇକି ଟିକେ ମାନେ ଛାଇ ନିଦ ଭଳିଆ ଚାଲି ଆସିଛି, ପଡ଼ିଯାଇଛି। ସେତିକିବେଳେ ମୁଁ ଦେଖୁଛି ମୋ ପାଖରେ ସେ ଆସିକି ଶୋଇଛନ୍ତି, ଯାହାକୁ ମୁଁ ସିଧା ମଠରେ ଦେଖିଥିଲି ମୋ ବେଡରେ। ଯୋଉ ହଠାତ୍ କି ଆମ ଗାଁରେ ଭାରି ସେଇ ଅଛବ ଜାତି ତ ଘରକୁ ସବୁ ପଶେଇ ଦିଅନ୍ତି ନାହିଁ। ମୁଁ ଯେତେବେଳେ ଶୋଇଛନ୍ତି ଦେଖିଦେଲି, ବୋଲେ ହେ ତ ଶୋଇଗଲେ, ସବୁ ଘର ଦ୍ୱାର ଛୁଆନ୍ତା ହେଇଗଲା। ମୋର ମା ଦେଖିଲେ ଶୁଣିକା ସବୁ ଧୁଆ ପଖଳା କରିବ, ଦୁନିଆ ଗାଳି ଗୁଲଜ କରିବ ମତେ। ମୁଁ ସେଠୁ ତାଙ୍କୁ ପଦାକୁ ନେଇ ଆସିବି ବୋଲି ମୁଁ କହୁଛି, ଆଉ ଏଠି କାହିଁ ଶୋଇବା, ବହୁତ ଗରମ ହଉଛି, ଚାଲ ଟିକେ ନଈ ଆଡେ ଯିବା, ଭଲ ପବନ ହଉଛି, ସେଠି ବସିବା। ମାନେ ମୋର ଉଦ୍ଦେଶ୍ୟ ଥିଲା ଇଏ ଅଛୁଆ ଲୋକ, ମୁଁ ଘରୁ କେମିତି ତାକୁ ବାହାର କରି ନେଇଯିବି, କେହି ଲୋକ ଦେଖିବେନି। ସେଠୁ କହିଲେ ନା ଆମେ ବହୁତ ବାଟରୁ ଆସିଛୁ, ଥକା ଲାଗୁଛି, ତମେ ଯାଉନ ଥଣ୍ଡା ହାୱା ଖାଇଦେଇ ଆସିବ, ମୁଁ ଏଇଠି ଶୋଉଛି। ଚାଲୁନ ଯିବା। ନା ମୁଁ ତ ଯିବିନି, ଆଉ ତମେ ଯାଅ। ମୁଁ କହିଲି ଇଏ ତ ପାରି ହବନି, ଜିଦି ଧରିକି ଶୋଇଲେନି। ଆଚ୍ଛା ମୁଁ ଘରୁ ବାହାରି ପଳେଇଲି ଏବଂ ଇଏ ଆପେ ଆପେ ପଳେଇଲେ। ମୋର ଘରୁ ବାହାରିକି ପଳେଇଲି, ମୁଁ କହିଲି ଯାଉଛି ତମେ ଶୋଇଥାଅ ଏଠି। ଯେତେବେଳେ ଘରୁ ବାହାରିକି ଦାଣ୍ଡରେ ଅନାଇ ଇଏ ଆସିନାହାନ୍ତି, ଫେରେ ପଛକୁ ଫେରିଲି, ଗାଇଲେନି। ପଛକୁ ଫେରିଲା ବେଳକୁ କହିଲେ କଣ ହେଲା, ତମେ ଗଲନି କି ଥଣ୍ଡା ହାୱା ଖାଇବ? ନା ଟଉଲିଆଟା ଛାଡ଼ି ଯାଇଥିଲେ, ଆଣିବାକୁ ଫେରିଆଇଲି। କହିଲେ ସେଇଠି ବା ଟଉଲିଆଟା ଅଛି, ନେଇକି ଯାଉନ। ମୁଁ ତମେ ଆସୁନ। ନା ମୁଁ ଯିବିନି। ବୋଲି ତମେ ନ ଆଇଲେ ମୁଁ ଯିବିନି। ତମେ ଗୋଟେ କାମ କର, ସତ କଥା କହିଲେ ଖରାପ ଲାଗିବ, ମୋ ମା ଆଉ ଯଦି ଦେଖିବ ନା ଏଇ ଶୁଣିକା ବହୁତ ଗାଳି ଗୁଲଜ କରିବ, ତମେ ଆମ ଘରୁ ଶୀଘ୍ର ବାହାରି ଆସ। କହିଲେ ହଉ କହୁଛ ଯଦି ଚାଲ। ସେଠୁ ଆସିଲେ, ଦୁଆରେ ପହଞ୍ଚିଲା ବେଳକୁ ଦେଖୁଛି ମହାମନ୍ତ୍ର ହଉଛି। ସେ ମହାମନ୍ତ୍ରରେ ମୁଁ ମଜି ଯାଇଛି, ମୁଁ ତାଙ୍କ ସହିତ ମିଶି ଯାଇଛି। ଠାକୁରେ ପଛେ ପଛେ ଅଛନ୍ତି। ଆମ ଗାଁ ପାଖରେ ଗୋଟେ ନାରାୟଣ ମନ୍ଦିର ଅଛି, ସେ ନାରାୟଣ ମନ୍ଦିରକୁ ମହାମନ୍ତ୍ର ଚାଲିଛି, ଆମେ ଚାଲିଛୁ। ଆଉ ଠାକୁରଙ୍କୁ ଅନେଇ ଦେଲା ବେଳକୁ ମୁଁ ଆଉ ପାଇଲି, କୁଆଡେ ଆଇଥିଲେ କି ଗଲେ। ହଠାତ୍ ମୋର ମାନେ ଚେତାଟା ଭାଙ୍ଗିଲା। ମୁଁ ଅନେଇଲି, ତ ଭଲ ସ୍ୱପ୍ନ ଦେଖୁଥିଲି, ସିଏ କଣ ଆସିକି ଏଠି ଆମ ଘରେ ଶୋଇଥିଲେ, ମହାମନ୍ତ୍ର ସହିତ ନାରାୟଣ ମନ୍ଦିର ଗଲେ। ଆଚ୍ଛା ମୁଁ ଟିକେ ଆଉ ଟିକେ ଆଖି ବୁଝି ପକାଇନି, ଦେଖିବା ଆଉ କଣ ଦେଖିବି ନାହିଁ, ଜାଣି ଶୁଣିକି ଆଉ ଟିକେ ଆଖି ବୁଝି ପକାଇଲା ବେଳକୁ ଦେଖୁଛି ସେ ନାରାୟଣ ମନ୍ଦିରରେ ପ୍ରବଳ କ୍ଷୀରି ଖିଚିଡି ହଉଛି, ଶହ ଶହ ଲୋକ ଖାଉଛନ୍ତି। ମୁଁ ଛିଡା ହେଇଛି, ମତେ କେହି ଡାକୁନାହାନ୍ତି। ମୋର ଟିକେ ସ୍ୱାଭିମାନ ଥିଲା, ମତେ ନ ଡାକିଲେ ମୁଁ କାହା ଘରକୁ ଯାଏନି କି ଖାଏନି, ଠାକୁର ଭୋଗ ହଉ ବା ନିମନ୍ତ୍ରଣ। ମୁଁ ଛିଡା ହେଇଛି, କାଳେ କିଏ ଡାକିବ ମୁଁ ଖାଇବି, କିନ୍ତୁ କେହି ଡାକିବ। ଦେଖିଲି ଜଣେ ମୋର ସାଙ୍ଗ ପୂର୍ଣ୍ଣଚନ୍ଦ୍ର ମହାନ୍ତି ବୋଲିକି, ସିଏ ବାଡୁଛି, ବଢାବଢି କରୁଛି। ତାକୁ ଦେଖିକି ମୁଁ କହିଲି କିବେ ସମସ୍ତଙ୍କୁ ଡାକୁଛ ଖାଇବାକୁ, ମୁଁ ଆସି ଅଧଘଣ୍ଟା ହେଲା ଛିଡା ହେଲିଣି, ମତେ ଟିକେ ଡାକୁନ ଖାଇବାକୁ। ସିଏ କହୁଛନ୍ତି ଆଉ ଆସୁନୁ, ତୋ ପାଇଁ ବା ମନ୍ଦିର ଭିତରେ ଅଛି। ସେ ମୋ ହାତ ଧରିକି ଟାଣି ଟାଣି ନେଇଛି ନାରାୟଣ ମନ୍ଦିର ଭିତରକୁ। ମୁଁ ନାରାୟଣ ମନ୍ଦିର ଭିତରକୁ ଯାଉନି, କାରଣ ନାରାୟଣ ମନ୍ଦିର ଭିତରକୁ ଆମର ବ୍ରାହ୍ମଣ ଛଡା ଅନ୍ୟ ଜାତି ଯାଆନ୍ତିନି। ଆଉ ଆମେ ତ ଜାତିରେ କୈବର୍ତ୍ତ। ମନ୍ଦିରକୁ ଗଲେ ଲୋକ ଦେଖିଲେ, ପୁଣି ସେ ମନ୍ଦିର ମାର୍ଜନା ହବ, ସେ 30-40 ହଜାର ଖର୍ଚ୍ଚ ହବ, ଗାଁ ଲୋକଙ୍କୁ ଖାଇବାକୁ ଦିଅ, ଏ ବାପା ମା ଜାଣିଲେ କଣ ହବ। ମୁଁ ଜମା ଯାଉନି। ସେ ଜୋର କରି ମୋ ହାତଟାକୁ ଟାଣି ନେଇଛି। କାଳେ ଲୋକ ଦେଖିଦେବେ ବୋଲି ମୁଁ ତାକୁ କହୁଛି, ତୁ ଶୀଘ୍ର ମତେ ଦେ, ଭୋଗ ଦେ, ମୁଁ ନେଇକି ପଳାଏ। ସେ ଗୋଟେ ଶାଳପତ୍ରରେ ଖିଚିଡି କ୍ଷୀରି ମୋଡିକି ଦେଇଛି। ମୁଁ ତାକୁ ମୋଡିକି ଧରିକି ପଳେଇ ଆସିଲା ବେଳକୁ ସେ ନାରାୟଣ ମନ୍ଦିରର ସିଂହାସନକୁ ଅନେଇଛି। ଯେତେବେଳେ ଅନେଇଥିଲି ମନ୍ଦିର ସିଂହାସନରେ ଦେଖିଲାକୁ ସିଂହାସନରେ ଏଇ ପ୍ରଭୁ ବସିଛନ୍ତି, ହସୁଛନ୍ତି। ସେ କହୁଛନ୍ତି ଆମେ କିଏ ଚିହ୍ନିଲ? ମୁଁ କହିଲି ହଁ, ଆଉ ନାରାୟଣ ସିଂହାସନରେ ଯିଏ ବସୁଛନ୍ତି ସେ ନାରାୟଣ, ତାହେଲେ ଆପଣ ନାରାୟଣ? କହିଲେ ହଁ। ତାହେଲେ ଆପଣ ଯଦି ନାରାୟଣ ପରମ ବ୍ରହ୍ମ,
ତାହେଲେ ରାମ ଆଉ କୃଷ୍ଣ ଏମାନେ ସବୁ କିଏ? ସେଠୁ ଠାକୁର ସିଂହାସନରେ ବସିଥିଲେ ସଟକି ସେ ମନ୍ଦିର ଉପରକୁ ଉଠିଗଲେ, ସେ ଯୋଉ ଗୋଲେଇ ଗୋଲେଇ ହେଇକି ପୁରା ଚୂଡା ତାଙ୍କ ଦେହରୁ ରଶ୍ମି ଝରି ଆସିଲା। ଗୋଟେ ରଶ୍ମି ତଳେ କୃଷ୍ଣ, ଗୋଟେ ରଶ୍ମି ତଳେ ରାମ, ଗୋଟେ ମୁଁ କହୁଛି ପ୍ରଭୁ କଣ ଏଠି ଡ୍ରାଫ୍ କାଟିଲେଣି ଅଙ୍କ ଭଳିଆ, ଆଉ ରଶ୍ମିରୁ ସବୁ ମୂର୍ତ୍ତି ହେଲେଣି, ଏମାନେ କିଏ? ସେ ନା ଏମାନେ ହଉଛନ୍ତି ଆମର ଗୋଟିଏ ଗୋଟିଏ ଇଚ୍ଛା ଶକ୍ତିର ପ୍ରତୀକ। ଆଉ ମୁଁ କହିଲି ହଉ ତାହେଲେ ତୁମେ ତ ନାରାୟଣ, ଏବେ ଜାଣିଲି, ଆଉ ମୁଁ ପଳାଏ ଶୀଘ୍ର, ଲୋକ ଦେଖିଦେଲେ ଅଡୁଆ ହବ, ଏହା କହିକି ମୁଁ ପଳେଇ ଆସିଛି। ପଳେଇ ଆସି ମୋ ନିଦ ଭାଙ୍ଗିଗଲା। ନିଦ ଭାଙ୍ଗିଲା ପରେ ମୁଁ ଉଠିକି ପଳେଇ ଆସିଲି। ମୋ ମିସେସ୍ ସେତେବେଳେ ରୋଷେଇ କରୁଥାଏ। ସିଏ କହୁଛି ତମେ ଆଜି କେତେ ମଦ ପିଇଛ? ମୁଁ କହିଲି ମୁଁ ମଦ ପିଇଛି ନା, ଦେଖିଲାଣି ତମ ଆଖି କେମିତି ଫୁଲିକି ଲାଲ ଗେଣ୍ଡା ଭଳିଆ ହେଇଛି, କିଏ ତମକୁ ମଦ ଦେଲା? ଆଉ ଦେହରେ କଣ ଏତେ ଝାଳ? ମଦ ପିଇକି ବହୁତ ଝାଳ। ମୁଁ କହିଲି ଝାଳ ନା କିଏ ପାଣି ଢାଳି ଦେଲା? ସେ କହୁଛି ଜାଣିଛି ମୁଁ ବୋଧେ ତାସ ଖେଳରୁ ଆସିଛି। ମୁଁ କହିଲି ମୋ ଆଖି ଲାଲ ପଡିଛି, ଗେଣ୍ଡା ଗେଣ୍ଡା ହେଇଛି, ମଦ ପିଇଛି, ଯାଉନା ଅଇନାରେ ଦେଖିବ। ମୁଁ ପ୍ରକୃତରେ ଅଇନାରେ ଦେଖିଲା ବେଳକୁ ଆଖି ଗୁଡା ପୁରା ଲାଲ ଟକ୍ ଟକ୍ ହେଇଛି, ଫୁଲି ଯାଇଛି। ଏମିତି ଆଖି କେମିତି ହେଲା ମୋର? କଣ ତ ସ୍ୱପ୍ନଟା ଦେଖୁଥିଲି, ଏମିତି ଆଖି ଲାଲ ହେଲା, ଆଉ ଦେହକୁ ଅନେଇ ଦେଲା ବେଳକୁ ପାଣି ବାଲ୍ଟି ଢଳା ହେଲା ଭଳିଆ ଲାଗୁଛି। ପାଣି କିଏ ଢାଳିଲା? ସେଠୁ ସିଏ ତାର ଆସିକି ମିସେସ୍ ଆସିକି ଶୁଙ୍ଗୁଛି, ଏଟା ଝାଳ ନା ପାଣି? କହିଲା ଏଗୁଡା ସବୁ ଝାଳ, ତମ ଦେହରେ କଣ ଏତେ ଝାଳ? ମାନେ ବାଲ୍ଟିଏ ପାଣିର ଝାଳ। ସେଠୁ ସେ ମୋ ଦେହରେ ଯୋଉ ଗାମୁଛାଟା ଥିଲା ପୋଛି ଦେଇକି ଚିପୁଡି ଦେଲା ଯେ ମାନେ ଏମିତି ଗାଧେଇକି ପାଣିରେ ଭେଦି ଥାଏ ସେ ଯୋଉ ଗାମୁଛାଟା, ସେ ଝାଳ ଗୁଡା ବାହାରିଥାଏ। ଭାରି ଆଗରୁ ରୋଗ ବୈରାଗ ଥାଏ। ଡାକ୍ତର ମତେ କହିଥିଲା ଯେ ତୁମର କେବେ ଝାଳ ବୋହି, ତମ ଦେହରୁ ଯେବେ ଝାଳ ବୋହିବ ଜାଣିବ ତମର ଅନେକ ରୋଗ ଭଲ ହେଇଯିବ, ଯେତେ ଗରମ ହେଲେ ବି ଝାଳ ବୋହିବ। ତେଣୁ ମୁଁ କହିଲି ଆଚ୍ଛା, ଆଜି ଠାକୁରଙ୍କ ସ୍ୱପ୍ନ ଦେଖୁଥିଲି, ଝାଳ ବୋହିଲା, ଆଖି ଗୁଡାକ ହେଇଗଲା, ଗୋଟେ କିଛି ରହୁଛି। ଆଚ୍ଛା ହଉ, ସେ ଖାଲି କହୁଛି କିଏ ମଦ ପିଇଲା କିଏ ପିଇଲା କୁହ, ତା ଅବସ୍ଥା 12 ବଜେଇଦେବି। ମଦୁଆଙ୍କ ସହିତ ଯାଇକି ମଦ ପିଉଛ, ରହ ତୁ ପାଟି କରନା, ମୁଁ ଟିକେ ଅଳ୍ପ ପିଇ ଦେଇଛି ମଦ, ଗୋଟେ ଭଲ ମଦ ପିଇଛି, ତୁ ପାଟି କରନା। ସେଠୁ ସେ ଆଉ ଚୁପଚାପ ହେଲା। ମୋର ଆଜି ଖିଚିଡି ଖାଇବାର ନିଶାଟା ଥାଏ, ଖାଇ ତ ନାହିଁ। ତୁ ଯାହା ହେଲେ କରନା, ଆଜି ଟିକେ ଖିଚିଡି କ୍ଷୀରି, ଭାତ ବସେଇଛି ତମ ପାଇଁ ଖିଚିଡି କ୍ଷୀରି କରିବି, ମୁଁ ଖାଇବି। ଯଦି ପ୍ରକୃତ ସ୍ୱାମୀ ବୋଲି ଭାବୁଛୁ, ମୋର ଇଚ୍ଛାଟାକୁ ଆଜି ପୂରଣ କର। ମୁଁ ଆଜି ଖିଚିଡି କ୍ଷୀରି ନ ଖାଇଲା ପର୍ଯ୍ୟନ୍ତ ମୋ ଆତ୍ମା ଶାନ୍ତି ହେବ। ଯାଉ ସେ ଭାତ କରିସାରି ଖିଚିଡି କ୍ଷୀରି କଲା, ମୁଁ ଖାଇଲି। ତାପରେ ମୁଁ କହିଲି ଆଉ ଏଠି ତ କେହି ଠାକୁରଙ୍କ କଥା ଜାଣିନାହାନ୍ତି, ଯାହା ଜାଣିଛନ୍ତି କେଉଁଝର ମୁଁ ପଳେଇବି, ମାସେ ଛୁଟି ଅଛି, ମନ ଜମା ଲାଗିଲାନି। ସେ ଗୀତ ଶୁଣୁଛି, ନୀଳାଚଳେ ଜଗନ୍ନାଥ ସ୍ୱର୍ଣ୍ଣ କ୍ଷେତ୍ରେ ଗୁରୁ, ଲୀଳା ରଚନ୍ତି ଗୋପତେ ବରଜିନ ଦାର। ଫେରେ ଗୀତ ଶୁଣୁଛି କଣ, ନରବୃକ୍ଷେକ ଆସିଛି ଜଗତେ ତଇ ନାରାୟଣ ଫଳିଛି। ଏଥିରେ ନାରାୟଣ କିଏ, ଜଗନ୍ନାଥ କିଏ, ବ୍ରହ୍ମ କିଏ, ତ କିଛି ଠାକୁରଙ୍କ କଥା ମାଲୁମ ନାହିଁ, କଣ ଜାଣିବି? କହିଲି ନା, ମୁଁ ଯାଉଛି କେଉଁଝର ପଳେଇବି, ନଗଲେ ସେଠିକି ନଗଲେ ଭାଇମାନଙ୍କୁ ନ ପଚାରିଲେ ମୁଁ ଆଉ ଆର ସମାଧାନ ପାଇବି। ଏମିତିକି 8-10 ଦିନ ମୋଡି ମାଡ଼ିକି ରହିଲି। ମନ ଭଲ ଲାଗିଲାନି, ପଳେଇଲି କେଉଁଝର ପଳେଇ ଆସିକି ପଚାରେ ନାରାୟଣ ମାନେ କଣ, ଜଗନ୍ନାଥ ମାନେ କଣ, ସେ କିଏ ନାରାୟଣ କିଏ ବ୍ରହ୍ମ, କିଏ କେତେ କଥା କହନ୍ତି, ମୁଁ କିଛି ବୁଝିପାରେନି। ଯାହା ଏମିତି ମନସ୍ତାପରେ ଥାଏ। ମୁଁ କହିଲି ନାଇଁ, କ୍ଷେତ୍ର ଯିବି, ମାହାଙ୍ଗା ଯିବି, ଆଉ ସେଠି ଗଲେ ତ ଯାହା ହବ। ଥାଏ ଆମର ଆନନ୍ଦପୁରର ଜଣେ ଆସିଷ୍ଟାଣ୍ଟ ଲାବର ଅଫିସର ଥାନ୍ତି, ଅନାମ ଚନ୍ଦ୍ର ବିଶ୍ୱାଳ। ସିଏ ତାଙ୍କର ଠାକୁର ପାଖକୁ ବାହାରିଥାନ୍ତି କିଛି ଲୋକଙ୍କୁ ଧରିକି। ସେ ମୋ ଘର ପାଖରେ ଟିକେ ଦୂରରେ ତାଙ୍କ ଘର। ଫେରିଲା ବେଳେ ସେମାନେ ସଜବାଜ ହଉଛନ୍ତି, ସବୁ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି। କହିଲି ଭାଇ କୁଆଡେ ଯିବ କି? କହିଲେ ଆମେ ଯାଉଛୁ ଗୋଟେ ଜାଗାକୁ। ନା କୋଉଠି ଯାଉଛନ୍ତି କହୁନାହାନ୍ତି?
ଆମେ ଟିକେ ମାହାଙ୍ଗା ଯାଉଛୁ ବୋଲି ମୁଁ ଟିକେ ଯାଆନ୍ତି ହେଲେ ସବୁ ସିଟ୍ ତ ଫିଲ୍ଅପ୍ ହେଇଗଲାଣି ଆଉ ସିଟ୍ ନାହିଁ। ମୁଁ କହିଲି ସେ ଯୋଉ ଆଗରୁ ଟ୍ରେକର ଥିଲା ସେ ଟ୍ରେକରରେ ଗୋଟେ ବାଡ଼ ଥାଏ ଡାହାଣ ପଟେ ମୁଁ କହିଲି ସେଇ ବାଡ଼ାରେ ମୁଁ ବସିକି ପଳେଇବି। କହିଲେ ନା ଗୁଡ଼ାଏ ବାଟ ତମେ ଏତେ ବାଟ ଯାଇପାରିବନି। ମୁଁ ଗୋଟେ ମନେ ଭାବିଲି କଣ କୁହନ୍ତି କଷ୍ଟ କଲେ କୃଷ୍ଣ ମିଳେ, ମୁଁ ଆଜି କଷ୍ଟରେ ଯାଉଛି ଯିବି କଣ ମିଳିବ ଦେଖିବା କୃଷ୍ଣ। ଆଉ ଏତେ କଥା ତ ସ୍ୱପ୍ନ ଦେଖିଲି ମୁଁ ସେଠି ପଚରା ଉଚରା କରିବି କହି ସେ ବାଡ଼ରେ ବସି ଗଲି। ଯାହା ହଉ ସେଠି ପହଞ୍ଚିଲୁ ସବୁ ଦର୍ଶନ ଚାଲିଥାଏ। ମୋ ଯେତେବେଳେ ଦର୍ଶନ କରିବାକୁ ଯାଉଥାଏ ସେ ଆମର ସେଠି ଭାଇମାନେ ମତେ ଛାଡ଼ି ଦେଉଥାଏ, ରୁହ ତମ ପରେ ଯିବ ଛାଡ଼ି ଦେଉଥାଏ ଅନ୍ୟମାନଙ୍କୁ। ଏମିତି ହେଲା ପରେ ମତେ ମୁଁ 3 ଥର ଆଟେମ୍ପ ନେଲିଣି ମତେ ଆଉ ଛାଡ଼ିଲା। ସେଇଠି ମୋ ରାଗ ହେଲା ପ୍ରବଳ। ବୋଲି କି ଠାକୁର ଇଏ କି ଏଠି ଚାଲିଛି ଲୀଳା, ଇଏ ଭାଇମାନେ କଣ ଆଙ୍କର ଟିକେ ବିବେକ ବୋଲି କିଛି ନାହିଁ, ଗୋଟା ଭକ୍ତ ଦେଖେଇ ହେଉଛନ୍ତି, ସମସ୍ତଙ୍କୁ ଛାଡୁଛନ୍ତି ମତେ ଛାଡୁନାହାନ୍ତି। ମୁଁ ସେଠୁ ସଳା ମଳା କରିକି ଶୋଧିଲି ଆଉ ପୂଜକ ମାନଙ୍କୁ ଶୋଧିଲି ବସି ଜୋରରେ। ବୋଲେ ଏଠି ତ ଭାଷା କହି ହଉନି, ସେତେବେଳେ ଯୋଉ ଭାଷା ମାନେ ଅଜ୍ଞାନତା ବଶତଃ ମୁଁ ପ୍ରୟୋଗ କରିଛି ଜାଣିନାହିଁ, ଗର୍ବ ଅହଙ୍କାର ଭର୍ତ୍ତି ମନରେ। ତେଣୁ ସେଠି ଜଣେ ପୂଜକ ଭାଇ ଆଉ ସହି ପାରିଲେନି, ସିଏ ଟିକେ କଣ ତାଙ୍କର ଠାକୁରଙ୍କ ପାଖକୁ ଚାଲିଗଲେ, ପଳେଇ ଆସିଲେ, କହିଲେ ହସିଦେଲେ ମତେ ଦେଖିକି। ମୁଁ କହିଲି ଭାଇ ତମେ ସମସ୍ତଙ୍କୁ ଛାଡୁଛ ମତେ କଣ ପାଇଁ ଛାଡୁଛ? କହିଲେ ଆପଣ କେଉଁଝରରୁ ଆସିଛନ୍ତି ନା? ମୁଁ କହିଲି ହଁ। କହିଲେ ଆପଣ ଓକିଲ ନା? ମୁଁ କହିଲି ହଁ। ନା ଠାକୁର ପା କହିଲେ ସମସ୍ତଙ୍କୁ ଛାଡିବ, ତାକୁ ଛାଡିବନି, ସେ ଯିଏ ବସିଛି କେଉଁଝରରୁ ଓକିଲ ଆସିଛି, ଆମେ କେମିତି ଛାଡିବୁ? ସେଠୁ ମୁଁ କହିଲି କଣ କି ଏତେ ବଡ ପାପିଟା ନା କଣ, କଣ ଦୋଷ କରିଦେଲି କେମିତି ସମସ୍ତଙ୍କୁ ଛାଡ଼ିଦେଲି, ମୁଁ ପାପି କି ଜାଣି କଣ ପାପ ପାପ କରିଥିବି, କେତେ କଣ ମାରିଥିବି ବୋଧେ ଜୀବଜନ୍ତୁ ତ ଜାଣିନି। ଆଚ୍ଛା ଦେଖିବା ସେ କି ଠାକୁର, ମତେ ସେତେବେଳେ ପରିସ୍ରା ଜୋର ମାରିଲାଣି। ମୁଁ ତ ପଣ କରିକି ବସିଛି, ଉଠିବି ନାହିଁ ଦର୍ଶନ ନହେଲେ। ଆଉ ପରିସ୍ରା ଜୋର ମାରିଲାଣି ସେତେବେଳକୁ, ପରିସ୍ରା ଭାବିଲି ଏଇଠି ତ କରିଦେବି ଆଉ, ଏଇଟା ଭାବୁଛି। ଏଇ ସମୟରେ ଜଣେ ଭାଇ ଆମର ଆସିଲେ, ଠାକୁରେ ତାଙ୍କୁ କହିକି ପଠେଇଲେ ପଚାର ସେ ଧାରା ନେବେ ନା ନାହିଁ। ସେ ଆସି କହିଲେ ଠାକୁରେ କହିଲେ ଆଉ ତମେ ଧାରା ନବ ନା ନାହିଁ? ମୁଁ ସେତେବେଳେ ବିରକ୍ତ ହେଇଯାଇଥାଏ, ବୋଲେ କଣ ଧାରା ଫାରା ଦବା କଥା ମତେ ଦଉନା କାହିଁକି? ଯାହା ଦବା କଥା ଦିଅ, ଯାହା ନବା କଥା ନିଅ, ମୁଁ ଶୀଘ୍ର ଦେଇ ବିଦା କର। କହିଲେ ଯାଅ ତମର ଏଇ ଲେଖା ନେଇକି ଯାଅ, ସେ ଯୋଉ ଅର୍ଘ୍ୟ ଫଳ ସେଗୁଡା ସବୁ କିଣିକି ଆଣ। ତ ଯେତେବେଳେ ଜାଣିନି ବୋଲି ସେ କଣ ସେଗୁଡା କିଣା କିଣି, ମୁଁ ଯାଇପାରିବିନି, ମୁଁ ସେଗୁଡା କିଣି ପାରିବିନି, ତୁମେ କିଣିକି ଆଣି ମତେ ଦିଅ। ସେ ଆମର ନା ଭାଇ ଥାନ୍ତି, ସେ ଶୁଣିକି ସବୁ ଦୌଡ଼ି ଆସିଲେ, କହିଲେ ହଉ ସିଏ ନ ଯାଆନ୍ତୁ, ତମେ ମତେ ଦିଅ କଣ ତାଙ୍କର ଅର୍ଘ୍ୟ ଫଳ ଚିଠା, ଆଉ ମୁଁ ନେଇ ଆସିବି। ସେ ଚିଠାରେ କଣ ଲେଖା ଥିଲା ମତେ ମାଲୁମ ନାହିଁ, ତାଙ୍କର ଯାହା ହଉ ଗୋଟେ ଚୌପତିରେ ଅର୍ଘ୍ୟ ଫଳ ଗୁଆ ଅର୍ଘ୍ୟ ଫଳ ଧରି ଧରିକି ଫୁଲ କଣ ଆଉ ସେଠି ଭୋଗରାଗ ମୁଁ ସମ୍ପୂର୍ଣ୍ଣ ରୂପେ ଭଲ ଦେଖି ନାହିଁ, ଖାଲି ଗୁଆଟି ଦେଖିଛି, ଆଣିକି ମୋ ହାତରେ ଦେଲେ। ସେ ପୂଜକ ଭାଇ କହିଲେ ଆଉ ତମେ ଯାଅ, ଅବଡା ବାଗରେ ଧାରା ଦିଆହବ, ସେଠୁ ଧରିକି ଆସିବ। ସେତେବେଳେ ହେଇଗଲି ସନ୍ଧ୍ୟା କେହି ନାହାନ୍ତି, ମୁଁ ଏକାଠିଆ ମୋର ସେ ଅବଡା ବାଗ ହଲି ହଲିକି ଚାଲି ଚାଲିକି ଗଲି। ମନରେ ଭାରି ବିରକ୍ତି ଆଉ ଘୃଣା ଆସୁଥାଏ, ଦର୍ଶନ ନାହିଁ ଫର୍ଶନ ନାହିଁ, କେତେ କଥା ଭାବିକି ଆସିଥିଲି, ସ୍ୱପ୍ନ କଥା ପଚାରିବି ବୋଲି, ଏ ସବୁ କୁଆଡେ ମତେ ସିଆଡେ ପଠେଇଲେ। ହଉ ଯାଏ ଗଲି, ସେଠି ଆଚାର୍ଯ୍ୟ ଥାନ୍ତି, ମୋର ଆଉ କେହି ସେତେବେଳେ ନଥାନ୍ତି ଧାରା ଦବାକୁ, ଧାରା ଶିଖେଇଲେ। ସେ ଯେତେବେଳେ ପ୍ରଣାମ ସାଷ୍ଟାଙ୍ଗ ପ୍ରଣାମ ଶିଖାନ୍ତି, ଏଇ ଆଣ୍ଠୁଆ ପ୍ରଣାମ ମାନେ କରୁଥିଲା ବେଳେ ମତେ ଭାରି ବିରକ୍ତ ଲାଗେ। ଇଏ ଗୋଟେ କି ପ୍ରଣାମ, ଏଠି ଆଣ୍ଠେଇବୁ ପେଟେଇବୁ, କଷ୍ଟ ହଉଛି। ହଉ ଯାହା ହଉଛି କିନ୍ତୁ ଏ କବଳରୁ ମୁକ୍ତ ପାଇକି ଯାଏ। ଶିଖେଇ ସାରିଲା ପରେ ଠାକୁରଙ୍କର ମଣୋହି ବେଳ ସେତେବେଳେ ହେଇଗଲାଣି, ଠାକୁରଙ୍କୁ ଡାକୁଛନ୍ତି ଆଉ ପ୍ରଭୁ
ଚାଲନ୍ତୁ ପୂଜା ହେବେ। ପ୍ରଭୁ କହୁଛନ୍ତି ନା ଭକ୍ତ ଆସୁଛନ୍ତି ଆଉ ଆଶାନ୍ତୁ ଆମେ ଯିବୁ। ତେଣୁ କିଏ ଆଉ ଅଛି ସେ ତାଙ୍କର ଭାଳେଣି ପଡ଼ିଛି। ତେଣୁ ମୋ ପାଖକୁ ଦୌଡ଼ି ଦୌଡ଼ିକା ଗଲା ଅନାମ ଭାଇ କହିଲେ ଆରେ ଆସ ଶୀଘ୍ର ଠାକୁର ପୂଜା ହେଇପାରୁନାହାନ୍ତି ତମ ପାଇଁ, ତମେ ହଲି ହଲିକି ଆସୁଛ, ଟିକେ ଦୌଡ଼ିକି ଆସୁନ, ଆଉ ତମ ପାଇଁ ଡେରି ହଉଛି ଠାକୁରଙ୍କ ପୂଜା। ମୁଁ କହିଲି ମୁଁ ଜମା ଦୌଡ଼ି ପାରିବି ନାହିଁ, ଠାକୁରଙ୍କ ପୂଜା ହଉ ବା ନ ହଉ ମୁଁ ହଲି ହଲିକି ଚାଲିକି ଯିବି, ମୁଁ ଦୌଡ଼ି ପାରିବି। ମୋର ସେମିତି ଆସିଲି, ଆଉ କାହା କଥା ମାନିଲି। ଠାକୁର ବସିଥାନ୍ତି ଏ ପାଦୁକା ସ୍ଥାନ ଘରେ, ଯୋଉ ପାଦୁକା ଆମର ଯୋଉ ତଳ ଘରେ। ଏଠୁ ସେଇ ମୋର ଅର୍ଘ୍ୟ ଫଳ ଯେତେବେଳେ ମତେ କହିଲେ ଏଇଟା ନେଇଯିବେ, ଠାକୁର ତାକୁ ଛୁଇଁବି, ଠାକୁରଙ୍କୁ ଛୁଇଁକି ଆଣିବି। ଆଉ ମୁଁ ଗଲି, ସେ ଠାକୁରେ 2 ଆଙ୍ଗୁଳି ଏମିତି କଲେ। ମୋର ଗୋଟେ ଗୁଆକୁ ଛୁଇଁବା ପାଇଁ ଯେତେବେଳେ ଯାଆନ୍ତି, ଗୁଆଟା ପ୍ରାୟ ଚାଙ୍ଖଡେ ଖଣ୍ଡେ ଉପରକୁ ଡେଇଁ ପଡିଲା। ଦେଖୁଛି ଯେମିତି ଡେଇଁ ପଡିଲା, ଡେଇଁ ପଡି ପୁଣି ଚଉତିରେ ରହିଗଲା। ପୁଣି ଠାକୁର ଧରିଲେ, ଗଲେ ସେ ଗୁଆକୁ ଯେମିତି ହାତ ବଢେଇଲେ, ସେ ଗୁଆଟା ଖସିରି ଯାଉଛି ଆଉ ଗୋଟେ ସାଇଡ୍। ଠାକୁର ବାଁ ହାତ ମୋ ହାତ ତଳକୁ ଦେଇ ଡାହାଣ ହାତରେ ସେ ଗୁଆଟାକୁ ଚାପିକି ଧରିଲେ, ଛାଡ଼ି ଦେଇକି ଉଠିଲେ, ପଳେଇଲେ। ମୁଁ କହିଲି କଣ ମୁଁ କେତେ କଥା ଭାବିକି ଆସିଥିଲି, କିଛି ନାହିଁ, ଏଇଟାକୁ ଦେଇକି ଗଲେ ହଉ। ଭାରି ମନ ଦୁଃଖ ହେଲା। ଗାଡିରେ ବସିକି ଆଇଲି, ଆଉ ଭାବୁଥାଏ ଗୁଆ କଥା ଭାବିକି ଆସୁଥାଏ। ଗୁଆଟା ମୋ ସାମ୍ନାରେ ଏତେ ଉଚ୍ଚ ଡେଇଁଲା କେମିତି, କଣ ଅଛି, ହଉ କଣ ଗୋଟେ ଅଛି ଦେଖିବା। ସେଠୁ ଆସିଲି, ପୂଜା ଚାଲିଲା, ଠାକୁରଙ୍କ ପୂଜା ଚାଲିଲା। ଗୋଟେ ଧୂପକୁ 3 ଫାଳେ କରିକି ମୁଁ ଦିଏ। ପଇସା ପତ୍ର ତ ନଥାଏ, ମୁଁ କହିଲି ଗୋଟେ ଧୂପ ଦବା ଯାହା, ଫାଳେ ଧୂପ ଦବା ସେଇଆ। ଠାକୁର କଣ ଖାଉଛନ୍ତି ନା କଣ? ଭୋଗ ଜମା ଦିଏନି। ଠାକୁରେ କି ଭୋଗ ଖାଇବେ ଯେ ମୁଁ ଦେବି, କିନ୍ତୁ ଅସଲ ହଉଛି ମୋ ପାଖରେ ମୁଁ ଦବାକୁ କୁପନ। ଆଉ ପ୍ରଥମେ ସୋରିଷ ତେଲରେ ଦୀପ ଜାଳିଲି, କାରଣ ଘିଅ ଟିକେ ରେଟ୍। ତେଣୁ ଜାଳୁ ତାପରେ ମୋର ମିସେସ୍ କହିଲା ତମକୁ ଟିକେ ଲାଜ ମାଡୁନି ନା, ତମେ ସୋରିଷ ତେଲରେ ଜାଳୁଛ, ଟିକେ ଘିଅ ଆଣି ଦେଇପାରୁନି? ଏବେ ପଇସା ନାହିଁ। ଆଉ କହିଲେ ତମେ ଦଉନ, ଠାକୁରଙ୍କୁ ଦେଲେ ସେ ପଇସା ଆସିବ, ତମେ ଦେଇକି ଦେଖ। ଏଠୁ ମୁଁ ଡାଲଡା ଘିଅ ଆଣିଲି, ତାର ସୁବିଧା। ମୁଁ ଡାଲଡା ଘିଅରେ ପୂଜାପାଠ କଲି, ଯେମିତି ସାଷ୍ଟାଙ୍ଗ ପ୍ରଣାମ ଶିଖେଇ ଦେଇଥିଲେ, ବିଗ୍ରହରେ ଫୁଲ ଛୁଇଁକି ଦବା କଥା। ଚାଲିଲା ପୂଜା, ଚାଲିଲା। 3-4 ମାସ ପୂଜା କଲା ପରେ ମତେ ଆଉ କାହିଁ ଗୋଟେ ବିରକ୍ତି, ଅବିଶ୍ୱାସ ଲାଗିଲା। ବୋଲେ ଯେତିକି ସମୟ ଠାକୁର ପୂଜା କରୁଛି, ମୁଁ ଯଦି ମୋ ଲ ପାଠ ପଢାନ୍ତି ତାହେଲେ ଟିକେ ଭଲ ଲାଗନ୍ତା, ମତେ ମୁଁ ଟିକେ ଭଲ ଓକିଲ ହଅନ୍ତି। ଏ ବେକାରିଆ କଥା ବୋଲି ମୁଁ କରୁଛି, ଏଇଟା କରିବାନି ଭାବିଲେ ଆଉ କରିବିନି। ସେଠୁ କରିବିନି ବୋଲି ଯାଇଛି, ଧାରା ଆଣିଛି, କଣ କରିବି ନା ଠାକୁରଙ୍କୁ ଟିକେ ପରୀକ୍ଷା କରିବା। ପରୀକ୍ଷାରେ ଯଦି ପାସ୍ କରିବି ଠାକୁର ରହିବି, ନହେଲେ ପକେଇଦେବି ପାଣିରେ। ଆଉ କଣ ସରିଲା, ମୋର ତ ପକେଇଦେବାର ଇଚ୍ଛା ଥାଏ। ଆଉ ଏ ଧର୍ମ ଫର୍ମ ନେଇକି, ଧାରା ଫାରା ନେଇକି ଏଗୁଡା କରିବାର କିଛି ଇଚ୍ଛା ନଥାଏ। କେମିତି କଣ ପରୀକ୍ଷା କରିବି, ସେ ତ ବଡ କଥା। ଯାହା ଗୋଟେ ବ୍ରାହ୍ମଣ ନନା ମୋର ଦେଖାଗଲା, ମୁଁ ତାକୁ ପଚାରିଲି, ଆଚ୍ଛା ନନା ଗୋଟେ କଥା କହିଲ, ଠାକୁରଙ୍କୁ ପାଇବାକୁ ହେଲେ କଣ ଦରକାର? ସିଏ ମତେ କହିଲା, ଆରେ ବାବା, ଜଣେ ଚାହିଁଲେ 3 ମୁହୂର୍ତ୍ତରେ ଠାକୁରଙ୍କୁ ପାଇଯିବ, ଜଣେ ଚାହିଁଲେ 3 ଦିନରେ ଠାକୁରଙ୍କୁ ପାଇଯିବ, ଜଣେ ଚାହିଁଲେ 3 ମାସରେ ଠାକୁରଙ୍କୁ ପାଇଯିବ, ଆଉ ଚାହିଁଲେ ଲାଟେଷ୍ଟ ହଉଛି 3 ବର୍ଷ ଲାଗିଲେ ପାଇବ। ତୋର ସେମିତି ତୁ କେତେ ଦିନରେ ପାଇବ, କେମିତିକା ଲୋକ ମୁଁ ତ ଜାଣିନି। ମୁଁ କହିଲି ଆଚ୍ଛା କଣ କରିବାକୁ ପଡିବ? ସେ ମତେ କହିଥିଲା, ସର୍ବାଗ୍ରେ ଆଇଁଷ ତ୍ୟାଗ କରିବୁ, ମିଛ କହିବୁ ନାହିଁ, ପରର ଅମଙ୍ଗଳ ଚିନ୍ତା କରିବୁ ନାହିଁ, ମିଷ୍ଟ ଭାଷୀ ହବୁ। ଏମିତି 5ଟା କଥା ସେ କହିଥିଲା। ମୁଁ ଆକ୍ଚୁଆଲି ମିଛ କଥା କହିନଥିଲି, ଅନେକ ଦିନ ଧରିକି
କେଉଁଝର ଆସିଲା ପର୍ଯ୍ୟନ୍ତ ବର୍ଷେ 2 ବର୍ଷ ପର୍ଯ୍ୟନ୍ତ ବି ମିଛ କହିନଥିଲି। ମୁଁ ତ ମିଛ ମୁଁ ଏମିତି କୁହେନି, ପର ମଙ୍ଗଳ ଚିନ୍ତା କରେନି। ଆଇଁଷଟା ଖାଉଛି ଛାଡ଼ିବି ଆଉ ସବୁ ଠିକ ଅଛି।